ଦେଖୁଛି ଆପଣମାନଙ୍କୁ ଦେଖନ୍ତୁ କ'ଣ କ'ଣ ଆଇଟମ୍ ହେବ ଆମର। ଦେଖନ୍ତୁ ଇଏ ହେଉଛି ଆମର ଆଳୁକୁ ଭେଣ୍ଡି ଆଉ ଇଏ ହେଉଛି ଆମର ସୋୟାବିନ୍, ତିନିଟା ଯାକ ମିକ୍ସିଂ କରି ଭଜା ହେବ। ତ ଭାଇମାନେ ବର୍ତ୍ତମାନ ଆମର ବାବୁ ଦାଦା ଆସିଛନ୍ତି, ସେ ରୋଷେଇ କରିବେ ବୋଲି ଆସିକି ବସିଛନ୍ତି ଏଠି। ଦେଖନ୍ତୁ ଆମର ଯେଉଁ ମିଶାଣ ତରକାରୀ ସବୁଠୁ ଓହ୍ଲେଇ ପଡ଼ିଲା, ଆଳୁ ଭଜା, ଆଳୁ ଆଉ ଭେଣ୍ଡି ଆଉ ସୋୟାବିନ୍ ତିନିଟାକୁ ମିଶିକି। ତ ଭାଇମାନେ ଜୟ ଜଗନ୍ନାଥ, ସ୍ୱାଗତ କରୁଛି ମୋର ପୁଣି ଆଉ ଗୋଟେ ନୂଆ ଭିଡ଼ିଓରେ। ଆଶା କରୁଛି ଆପଣମାନେ ସମସ୍ତେ ବହୁତ ଭଲରେ ଥିବେ ଏବଂ ଭଲରେ ରୁହନ୍ତୁ ମଧ୍ୟ। ତ ଆସିଗଲା ଆପଣମାନଙ୍କ ଭାଇ ଆଉ ଗୋଟେ ନୂଆ ଭିଡ଼ିଓରେ। ତ କାଲି ଭିଡ଼ିଓ ଯେଉଁମାନେ ଦେଖିନାହାନ୍ତି ତ ନିହାତି ଭାବେ ଦେଖିଦିଅନ୍ତୁ ଏବଂ ଭାଇଟାର ଭିଡ଼ିଓ କ'ଣ କେମିତି ଲାଗୁଛି କମେଣ୍ଟରେ ଜଣାଇ ଦିଅନ୍ତୁ। ପ୍ରଥମେ ଆପଣମାନେ କମେଣ୍ଟରେ ଜଣାନ୍ତୁ ଆପଣ ଠିକ୍ଠାକ୍ ଅଛନ୍ତି ତ ଚାଲନ୍ତୁ ଷ୍ଟାର୍ଟ କରିନେବା ଆଜିର ଭିଡ଼ିଓ। ଆଜି ତ ଭିଡ଼ିଓ ମୁଁ ରାତିରେ ଷ୍ଟାର୍ଟ କରୁଛି, ଯେହେତୁ ଦିନବେଳେ ଆଜି ଟିକେ କାମ ଜୋରସୋରରେ ଦେଲା, ସେଥିପାଇଁ ରାତିରେ ଷ୍ଟାର୍ଟ କରୁଛି। ରାତିରେ ଷ୍ଟାର୍ଟ କରୁଛି ଆମର ବସା ହେଇଛି। ଆଜି ଗୋଟେ ଆଇଟମ୍ ବନା ହେଉଛି ଆମର ସୋୟାବିନ୍, ଭେଣ୍ଡି ଆଉ ତା ସହିତ ଆଳୁ। ଏବେ ପିଆଜଟା ଭାଜୁଛି, ଦେଖନ୍ତୁ ପିଆଜଟା ଭାଜୁଛି ଏବେ। ଦେଖୁଛି ଆପଣମାନଙ୍କୁ ଦେଖନ୍ତୁ କ'ଣ କ'ଣ ଆଇଟମ୍ ହେବ ଆମର। ଦେଖନ୍ତୁ ଇଏ ହେଉଛି ଆମର ଆଳୁକୁ ଭେଣ୍ଡି ଆଉ ଇଏ ହେଉଛି ଆମର ସୋୟାବିନ୍, ତିନିଟା ଯାକ ମିକ୍ସିଂ କରି ଭଜା ହେବ। କେମିତି କ'ଣ ଭଜା ହେବ ଆପଣ ରୁହନ୍ତୁ, କେମିତି କ'ଣ ଟେଷ୍ଟ ହେବ ଜଣାଇବେ। ଆଉ ଏମିତି ସବୁ ଚାଲିଛି। ଦାଦା ଶୋଇଛନ୍ତି, ଆଉ ଦୁଇ ଜଣ ଯାଇଛନ୍ତି ଦୋକାନକୁ। ଦେଖୁଛି ଆପଣମାନଙ୍କୁ କେମିତି କ'ଣ ରୋଷେଇର ରେଜଲ୍ଟ ହେଉଛି। ଚାଲ ତ ଭାଇମାନେ ବର୍ତ୍ତମାନ ଆମର ବାବୁ ଦାଦା ଆସିଛନ୍ତି, ସେ ରୋଷେଇ କରିବେ ବୋଲି ଆସିକି ବସିଛନ୍ତି ଏଠି। ଦେଖନ୍ତୁ ଆମର ଯେଉଁ ମିଶାଣ ତରକାରୀ ସବୁଠୁ ଓହ୍ଲେଇ ପଡ଼ିଲା, ଆଳୁ ଭଜା, ଆଳୁ ଆଉ ଭେଣ୍ଡି ଆଉ ସୋୟାବିନ୍ ତିନିଟାକୁ ମିଶିକି ହେଇଛି ତରକାରୀ। ଖାଇଲା ପରେ ମୁଁ ଆରିବି ହଉ କେମିତି ଲାଗୁଛି। ଆଉ ଏବେ ସୋୟାବିନ୍ ଖାଲି ଭଜା ହେଉଛି। ଦାଦା ଆମର ରୋଷେଇ କରୁଛନ୍ତି, କଡ଼େଇ ବସିଲାଣି। ତ ଦେଖିବା କେମିତି କ'ଣ ହେଉଛି ରୋଷେଇ।